ଭିତରକନିକା ଜଙ୍ଗଲରେ ମା ପୁଅ ଦୀର୍ଘ 6 ଦିନ ଧରି ନିଖୋଜ ହେବା ଘଟଣା ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗତକାଲି ବନ ବିଭାଗର 10ଟି ଟିମ୍ ଖୋଜାଖୋଜି କରିବା ପରେ ମା ପୁଅଙ୍କୁ ଜୀବନ୍ତ ଉଦ୍ଧାର କରିଛି। ସୁରକ୍ଷିତ ଭାବେ ସେମାନଙ୍କୁ ରାଜନଗର ମେଡିକାଲରେ ପହଞ୍ଚା ଯାଇଛି। ଇଏ ହେଉଛି ସିଧାସଳଖ ଚିତ୍ର। ରାଜନଗର ମେଡିକାଲରେ ସେମାନେ ଚିକିତ୍ସିତ ହେଉଛନ୍ତି। ଆମେ ସିଧାସଳଖ ସେମାନଙ୍କର ଟିକେ ପ୍ରତିକ୍ରିୟା ନେଇଯିବା। ମାଉସୀ, କଣ କହିବେ? ଆପଣ କୋଉଦିନ ଜଙ୍ଗଲକୁ ଯାଇଥିଲେ? କୋଉଦିନ ଯାଇଥିଲେ? କେମିତି କଣ ଅବସ୍ଥାରେ ଆପଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି? ଜଙ୍ଗଲରେ କୋଉଦିନ ଯାଇଥିଲେ? କେମିତି କଣ ହଜିଗଲେ? ଗୁରୁବାର ଆଜ୍ଞା, ଗୁରୁବାର ଯାଇଥିଲି ହଜିଗଲେ କେମିତି କଣ? ମାଛ ଧରିବାକୁ ଯାଇକିରି ମାଛ ଧରି ଉଠି ଆସିଲି। ଆସିକି ଉପରେ ଗଲି, ବାଟ ବଣ, ସେଇ ବାଟ ବଣରେ ବଣ ଆଉ ଆସିପାରିଲେନି। ଯୋଉ ଜଙ୍ଗଲ ଭିତରେ ଆପଣ ରହୁଥିଲେ, ରାତିରେ କେମିତି କଣ ରହୁଥିଲେ ଆଉ ଦିନରେ କଣ କରୁଥିଲେ? ଦିନରେ ଚାରିଆଡେ ବୁଲୁଥିଲି, ଆଉ ରାତିରେ ଗଛ ଉପରେ ବସିଛି। ଖାଉଥିଲେ କଣ, ପିଉଥିଲେ କଣ? ସେଇ ପାଣି, ସେଇ ସେ ଯୋଉ ଲୁଣି ପାଣି କି ଆପଣ ପିଉଥିଲେ? ବଡି ପାଣି ବାଜେ। ସେଇ ପାଣି ପିଉଥିଲେ ଆପଣ? ହଁ। ଖାଉଥିଲେ କଣ? କିଛି ନାହିଁ, ଖାଲି ସେଇ ପାଣି। ମନରେ କେତେ ଭୟ ଥିଲା? କୁମ୍ଭୀର ଥିଲେ ଜଙ୍ଗଲ, ଯେତେବେଳେ ପାଣି ଆସୁଥିବ କୁମ୍ଭୀର ପଳେଇ ଆସୁଥିବ, ସେଥିରେ ବାରହା ଅଛନ୍ତି, ତାକୁ ସବୁ ଦେଖିଥିବେ। କେତେ ଭୟଭୀତ ଅବସ୍ଥାରେ ଥିଲେ? ଭୟଭୀତ ଅବସ୍ଥାରେ ଥିଲି। ବାରହା କୁମ୍ଭୀର ଦେଖିଛନ୍ତି? ମୁଁ ଦେଖିଛି। ଦେଖିଛନ୍ତି? କଣ କଣ ଦେଖିଛନ୍ତି? ଚାଲିକିରି ଯାଏ, ପାଣିରେ ପଡିଯାଏ, ନଈରେ, ଏମିତି ଦେଖିଛି ଆଉ। କଣ ଦେଖିଛନ୍ତି? ବାରହା, କୁମ୍ଭୀର? ବାରହା ଦେଖିନି। କୁମ୍ଭୀର ଆସିଥିଲା ଉପରେ ପଡି ହେଇଗଲା ତଳେ। ମନରେ ଆଶା ଥିଲା ଆପଣ ଜୀବନ ଫେରି ପାଇବେ, ସୁରକ୍ଷିତ ଭାବେ ବଞ୍ଚିବେ ବୋଲି? ନା, କଣ ଥିଲା? ବଞ୍ଚିବିନି ବୋଲି ଏଇଭଳିଆ ଇଏ ଥିଲା ଆଉ। କେତେ ଜଣ ଆପଣ ଯାଇଥିଲେ ଆଉ ଫେରିଲେ କେତେ ଜଣ? 4 ଜଣ ଯାଇଥିଲେ, 2 ଜଣ ହେଇଯାଏ, ମା ପୁଅ ଆସିପାରିଲେନି। 2 ଜଣ ଫେରି ଆସିଲେ, ଆପଣ ଆସିପାରିଲେନି ମା ପୁଅ? ମାନେ କଣ ହେଲା? ବାଟ ଭୁଲିଗଲେ ନା ଆଉ କଣ କାରଣ? ବାଟ ଭୁଲିଗଲି। ଆଚ୍ଛା, କାଲି କେମିତି କଣ ବନ ବିଭାଗ ଟିମ୍ ଆପଣଙ୍କ ପାଖରେ ପହଞ୍ଚିଲେ ଆଉ ଆପଣ ଫେରିଲେ? ବନ ବିଭାଗ ଟିମ୍ ବୋର୍ଡ ନେଇକି ଗଲା, ଶବ୍ଦ ପାଇକି ଆମେ ଡାକିଲୁ। ଡାକିକିରି ସେ ବନ ଇଏ ନେଇ ଆମେ ଉଦ୍ଧାର କରିକି ଆଣିଲା ଆଉ। ଯେତେବେଳେ ବନ ବିଭାଗ ଟିମ୍ ଆପଣଙ୍କ ପାଖରେ ପହଞ୍ଚିଲେ, ଆଶା ଥିଲା ଆପଣ ବଞ୍ଚିବେ ନାହିଁ। ଯେତେବେଳେ ବନ ବିଭାଗ ଟିମ୍ ପହଞ୍ଚିଲା, ଆପଣ ସେମାନଙ୍କୁ ଦେଖିଲେ, ସେତେବେଳେ କୋଉ ଭଳି ଆନନ୍ଦ ଅନୁଭବ କରୁଥିଲେ? ଆନନ୍ଦ, ଦୁଃଖ ଅନୁଭବ ହେଲା। ଆନନ୍ଦ ଅନୁଭବ ହେଲା କଣ ପାଇଁ? ଆଉ ବଞ୍ଚିବି ବୋଲି ଆଶା ନଥିଲା। ନିଶ୍ଚିନ୍ତ ଭାବେ ଦେଖନ୍ତୁ, କୋହ ଭରା କଣ୍ଠରେ କହୁଛନ୍ତି ବଞ୍ଚିବାର ଆଶା ନଥିଲା। ଆଉ ଯେତେବେଳେ ସେମାନେ ପହଞ୍ଚିଛନ୍ତି, ଏମାନେ ଖୁସିରେ ପୁରା ଉଲ୍ଲସିତ ହେଇଛନ୍ତି। ଜୀବନ ତାଙ୍କର ବଞ୍ଚି ଯାଇଛି ବୋଲି ସେ ସେତେବେଳେ ଭାବିଛନ୍ତି। ତାଙ୍କ ପୁଅ ଅଛନ୍ତି। ଆଜ୍ଞା, କଣ କହିବେ? ମାଙ୍କ ସହିତ ଯାଇଥିଲେ, କଣ ଏମିତି ଘଟଣା ଘଟିଲା ଯେ ଆପଣ ଜଙ୍ଗଲରେ ହଜିଗଲେ? ମାଛ ଧରିବାକୁ ଯାଇକି ସେ ବାଟରେ ଟିକେ ରାସ୍ତା ଭୁଲିଗଲି। ତାପରେ ଏପଟେ ଆସିବାରୁ ମାଉସୀ ମାନେ କୋଉଠି ଗଲା ଆଉ ପାଇଲି ନା। ଉଣ୍ଡାଳି ଲାଷ୍ଟକୁ ଆପଟେ ବୁଲି ଆଉ ଥଣ୍ଡା ହେଇଗଲା। ଲାଷ୍ଟକୁ ଆଉ ଗଛ ଉପରେ, ଆଉ କଣ କରିବି? ଗଛ ଉପରେ ନ ରହିଲେ ମାନେ କୁମୁର ଉଠୁଛି ଉପରେ, କେତେବେଳେ ଧରି ନେଇକି ଯିବ। ରାତି ଅଧାରେ କେମିତି ଜାଣିବି? 6 ଦିନ 5ଟା ରାତି କେମିତି କଣ ଜଙ୍ଗଲରେ କାଟିଲେ? କୋଉଠି ରହୁଥିଲେ? ଗଛ ଉପରେ ରାତିରେ, ଆଉ ଦିନ ବେଳୁ ଦେଖି ବୁଲିବାକୁ ପଡିବ ରାସ୍ତା କୋଉଠି ଅଛି। ଏଇଆ। ଦିନରେ ରାସ୍ତା ଖୋଜୁଥିଲେ, ବାଟ ଖୋଜୁଥିଲେ ବାହାରକୁ ବାହାରିବା ପାଇଁ। ରାତି ହେଲେ ଗଛ ଉପରେ ରହୁଥିଲେ। ଗଛ ଉପରେ ଖାଉଥିଲେ କଣ, ପିଉଥିଲେ କଣ? ଏଇ ଲୁଣି ପାଣି। ଖାଦ୍ୟ ଖାଉଥିଲେ କଣ? କିଛି ନଥିଲା ରାତିରେ। ମନରେ କଣ ଥିଲା? ଜୀବନ ବଞ୍ଚିବ ନା ବଞ୍ଚିବନି, ଏମିତି କଣ ଭାବନା ଥିଲା? ଆମେ ରାସ୍ତା ଯେତେବେଳେ ମୁଣ୍ଡରେ ନ ପାଇଲେ ଭଗବାନଙ୍କୁ ଡାକିଲେ, ଆମର ବୋଟ ମିଳିଲେ ଆମେ ପଳେଇଯିବୁ, ଏଇ ଆଶା ଥିଲା। ନହେଲେ ଆଉ ଆଶା ନଥିଲା। କାଲି କେମିତି କଣ ପୁଣି ଜୀବନ ଫେରି ପାଇଲେ? କେମିତି କଣ ଭେଟ ହେଲା ଯୋଉ ବନ ବିଭାଗ ଟିମ୍ ସହିତ? ଭଲ ଭେଟ ହେଲା। ଭେଟ ପରେ ଭଲ ଲାଗିଲା ଟିକେ ତାଙ୍କ ସାଥିରେ। ତାଙ୍କ ଟିକେ ଖାଇବା କଣ ବିସ୍କୁଟ କଣ ଚାହୁଁଛୁ ଦେଲା ଖାଇବା ପାଇଁ। ନୂଆ ଜୀବନ ପାଇଲେ, ହଁ। କାହାକୁ ଇଏ ଦେବେ, ଶ୍ରେୟ ଦେବେ ଜୀବନ ଯେତେବେଳେ ଫେରି ପାଇଲେ? ବନ ବିଭାଗର ଧନ୍ୟବାଦ ଦେବି, ଆଉ ଭାଇମାନଙ୍କୁ ଯାଇଥିଲା ଏମାନଙ୍କୁ ଧନ୍ୟବାଦ ଦେବି।
निश्चित भाव वन विभाग टीम अक्लांत परिश्रम करते उद्धार करने 10टी टीम करते सहित परिवार ग्रामवासी माने थिले पाखापाखि 200 रु ऊर्ध्व लोक एमानकु खोजा खोजी करिवारे सामिल थिले। गत काली जेतेबेले सेमानकु पाइचंती सुरक्षित भावे सेमानकु आनी मेडिकल ले चिकित्सित करूचंती। निश्चित भावे माँ पुओ नुआ जीवन पाइचंती। एथिरे पदे कथा कुहा जाई पारे रखे हरित मारे किए। केन्द्रापड़ा जिला राजनगुरु दोलगोविंद जेना के न्यूज ओडिशा।